ପ୍ରେଜ୍ ଦ ଲର୍ଡ। ୱାର୍ଡ ଭଜନ ଚ୍ୟାନେଲରେ ସମସ୍ତ ଆପଣମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 19ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି, ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 19, ତୁମ୍ଭେ ଯେଉଁ ମୂର୍ତ୍ତିକାରୁ ଗୃହୀତ ହେଲ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ, ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ତେବେ କଣ ସୂଚନା ଅଛି ନା, ତୁମ୍ଭେ ଯେଉଁ ମୂର୍ତ୍ତିକାରୁ ଗୃହୀତ ହେଲ, ହେ ମଣିଷ, ତୁମ୍ଭେ ଯେଉଁ ମାଟିରୁ ଗଢ଼ା ହେଲ ସେହି ମାଟିରେ ନ ମିଶିବା ପର୍ଯ୍ୟନ୍ତ ବା ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ। ଅର୍ଥାତ୍ ତୁମ୍ଭେ କଠିନ ପରିଶ୍ରମ କରି କୃଷି କାର୍ଯ୍ୟ କରି ସେଥିରୁ ସେ ଖାଦ୍ୟ ଉପାର୍ଜନ କରି ତୁମ୍ଭେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଫସଲ ସୃଷ୍ଟି କରି ଆହାର କରିବ ବା ଭୋଜନ ପାଇବ ବା ଭୋଜନ କରିବ ବା ଖାଦ୍ୟକୁ ପାଇବ। ପୁଣି କଣ କୁହାଯାଇଅଛି ନା, ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ଯେହେତୁ ତୁମ୍ଭେ ଧୂଳି, ଅନେକ ଆପଣା ଜନମାନଙ୍କ ମଧ୍ୟରେ ପ୍ରଶ୍ନ ଆସେ, ତୁମ୍ଭେ ଧୂଳି କାହିଁକି ଲେଖାଗଲା? ତେବେ ମଣିଷକୁ ଭଗବାନ ବା ସଦାପ୍ରଭୁ ଯେତେବେଳେ ପ୍ରଥମେ ସୃଷ୍ଟି କଲେ, ଧୂଳିକୁ ନେଇ ସୃଷ୍ଟି କରିଥିଲେ। ଧୂଳିରୁ ମଣିଷର ସୃଷ୍ଟି ହେଇଥିଲା। ତେଣୁ ଏଠାରେ ଲେଖା ହେଇଛି, ତୁମେ ହେଉଛ ଧୂଳି, ତୁମ ଜନ୍ମ ଧୂଳି, ସେହି ଧୂଳିରେ ପୁନର୍ବାର ତୁମ୍ଭେ ମିଶିଯିବ। କାରଣ ତୁମ୍ଭେ ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ ଭୋଜନ କରିଦେଲ ଏବଂ ସଦାପ୍ରଭୁଙ୍କ କଥାକୁ ଅବଜ୍ଞା କରି ତୁମ୍ଭେ ସର୍ପର ଖଳ ଚିନ୍ତାଧାରାରେ ସେ ଫଳକୁ ଖାଇଅଛ। ତେଣୁ ତୁମ୍ଭେ କଠିନ ପରିଶ୍ରମ କରିବ, କଠିନ ପରିଶ୍ରମ କରି ଖାଦ୍ୟ ଉପାର୍ଜନ କରିବ ଏବଂ ସେଇ ଖାଦ୍ୟକୁ ତୁମ୍ଭେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖାଇବ ଏବଂ ଖାଇ ସାରିଲା ପରେ ତୁମ୍ଭେ ଯେଉଁ ଧୂଳିରୁ ସୃଷ୍ଟି ହେଇଥିଲ ସେଇ ଧୂଳିରେ ତୁମ୍ଭେ ମୃତ୍ୟୁବରଣ କରିବ ବା ମିଶିଯିବ। ତେବେ ଏଠାରେ ଅତି ଚମତ୍କାର ଭାବେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 19ତମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।